ତାପରେ ଇଏ କହିଛନ୍ତି ଏମିତି ସେ ପଳେଇଛନ୍ତି ନା କୋଉଠି ଅଛେ କୁହ ଆଙ୍କୁ କହିଲେ ଇଏ କହିଲେ ମୁଁ ଜାଣିନି ସେ କୋଉଠି ନା ତୋ ସ୍ତ୍ରୀ କୁଆଡେ ଯାଇ ତୁ ଜାଣିନୁ ତାପରେ ଏମିତି କହିକି ଜବରଦସ୍ତି ଆଉ ତମେ ବି ଲାଷ୍ଟକୁ ତାଙ୍କ କଥାରେ ଭୟ ପାଇକି କଣ କରିବି ତମେ କହିଲ ମୁଁ ମତେ କହିଲେ ଏମିତି ଧମ କହିଲେ ମୁଁ କଣ କରିବି ମୁଁ କାଲି ଠାରୁ ଏଇ କଥା ସମସ୍ତଙ୍କ କହୁଛି ମୋର ଭୁଲ ନାହିଁ ରେ ତମେ ମୁଁ ତମ ପାଇଁ କେତେ କରିଛି ତମେ ଜାଣିନା ମୁଁ ବହୁତ ସତର୍କ ହେଇକି ଆସିଛି ବି ନେଲି ମୋଠୁ କଣ ଧମ କହିଲେ କହିଲେ ବା ଏଇଆ କହିଲେ ଭଲ ମନ୍ଦ ଯାହା ହବ ଆଉ ବୁଝିବନି ସେତେବେଳକୁ ତମେ ଦେଇଛ ମାନେ ଦବନି କଣ ପାଇଁ କାହିଁକି କଣ ପାଇଁ ଦବନି ଏମିତି ମାନେ ବହୁତ କଥା କହିଛନ୍ତି ହେଲା କିଏ ଆଇଥିଲେ ସେ ସବୁ ସେ ଯୋଉ ସେଡକା ପିଲା ବା ସେଇ ନୂଆ ଗାଁ ଧନିଆଗଡା ପିଲା ସବୁ ସେ ସବୁ ସେ ଧନିଆପଡା ନୂଆ ଗାଁ ପିଲା 5 ଜଣ ତ ଆଉ ମତେ ତ କହିନ ସାଇନ୍ ଦେଇଛ ବୋଲି କହିନି ଫୋନ ପାଖରେ ନାହିଁ ଇଏ ଫୋନ କରିଥିଲେ ମୁଁ କହିଥାନ୍ତି ତାପରେ ଇଏ ବି ସକାଳୁ ଆଉ ଫୋନ କରିନାହାନ୍ତି ମୁଁ ଏଇନା ଗାଧେଇ ଆସିଥିଲି ଫୋନ କରିଥାନ୍ତି ସେ ଭାଉଜ ମୋବାଇଲ ରେ ତାପରେ ୟାଙ୍କୁ କହିଥାନ୍ତି ଇଏ ତ ଏଇ ସାଙ୍ଗେ ସାଙ୍ଗେ ଫୋନ କଲେ ଆଉ ମୁଁ କଣ କରିବି ମତେ ଯେତେ ଭୁଲ ବୁଝୁଛ ବୁଝ ପଛେ ମୁଁ ତମ ପଟୁଆ ଥିଲି ହେଲା ମୁଁ ସପଟରେ ସବୁଦିନ ଅଛି ଦେଇକି ବି ଦସ୍ତଖତ ତମ ପଟରେ ଅଛି ଏଇଟା ମନେ ରଖ ଦସ୍ତଖତ ନେଇଗଲେ ଆଉ କଣ କହିଲେ କହିଲେ କେତେ କଥା କହିଲେ ଆଉ ଯିବା ପାଇଁ କହିଲେ ଏଠେଇ ସେଠେଇକି ଏମିତି କହିଲେ ମୁଁ କୋଉ କଥା ରାଜି ହେଲିନି କହିଲେ ଆଉ ତମେ ଦସ୍ତଖତ ଦେଲା ଆଉ ମୁଁ କହିଲି ହଉ ତମେ ଯାଅ ମୁଁ ତାଙ୍କୁ କହିଲି ଛୁଆଙ୍କୁ କହିଲେ ହଉ ତମେ ଯାଅ କହିଲେ ଆମ ସାଙ୍ଗରେ ଚାଲ ରହିବ କି ଭଲ ମନ୍ଦ କରିବ କୋଉଠି ତାଙ୍କ ସାଙ୍ଗେ ଯିବି ମୁଁ କଣ ତାଙ୍କ ସାଙ୍ଗେ ଯିବି କରছে କଣ ଆମକୁ ନେଇକି କୋଉଠି ମାରିବେ ବଞ୍ଚେଇବେ ଆମେ କହିବେ ତମେ ଚାଲ ସୋମବାର ଦିନ ନୋଟିଫିକେସନ କରିବେ କହିବେ ସିଗ୍ନେଚର ଭେରିଫାଇ ହବ ତାପରେ ଅନାସ୍ଥା ପାଇଁ ଭୋଟ ଦବାକୁ ଯିବ ମାନେ ମତେ ହଟେଇବା ପାଇଁ କିଏ କହିବେ ସେ ସାଙ୍ଗେ ଡାକିକି ନେବେ ନା ତମ କଲେକ୍ଟର ଅଫିସ ଡାକିକି ନେବେ ସେଠି ଯାଇ ତମେ ସିଗ୍ନେଚର ମାରିକି ଆସିବ ଭିଡ ହବ ସବୁ ତାପରେ ଏପଟ ତ ଲୋକ ଲଜ୍ଜା ନିଜ ୱାର୍ଡ ନିଜ ଗାଁରେ ଲୋକ କଣ କହିବେ ସେଇଟା ନିଜ ଲଜ୍ଜା ତ ନିଜ ଲଜ୍ଜା ଘର ପାଖ ଲୋକ ହେଇକି ଦସ୍ତଖତ ଦେଲୁ ଆଉ ନିଜ ଲଜ୍ଜା ନୁହଁ ଆଉ କଣ ଆମେ ଶୁଣ ସତ କଥା କହୁଛି ସିଏ 7 ଜଣ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା ସିଏ ମେନେ ପୁରେଇ ଦେଲା ସମସ୍ତଙ୍କର କହିଲା ସେ କଣ ମାରି ଦଉଥିଲା ନା କଣ କେଇଟାକୁ ମାରୁଥିଲେ ଧମକି ମତେ ମାରି ପାରୁନାହାନ୍ତି ଆମେ କଣ କରିବୁ ବୋଲ ଆମକୁ ତ ଧମ କହିଲେ ମୁଁ କଣ କରିବି ମୁଁ ସିନା ଘରେ ବସିଲି ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି ରାତି 3 ପରେ ସେ ଘରକୁ ପଳଉଛନ୍ତି ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପୋଡିକି ମାଇଲେ ଆଉ କଣ କରିବ କବି କାହା ସହିତ କଥା ହେଇଛ ନାଇଁ କାହା ସାଙ୍ଗରେ କଥା ହେଇନି ମୁଁ କାହା ସାଙ୍ଗରେ କଥା ହେଇନି ଖାଲି ଏଇଠି ଅଛି ମୁଁ ସେଇ କଥା କହୁଥିଲି ମୁଁ କହିଲି ବୋଉ ଭାଇଙ୍କ ସାଙ୍ଗରେ କଥା ହେଇଥାନ୍ତି ସିଏ ଫୋନ କଲେ ଆମେ ଦେଇ ସାରିଲେଣି ସେଠି ଯଦି ନ ଯିବି କଣ କରିବି ମାରଧର କରିବେନି ମାରଧର ତ ବାହାରକୁ ପଡୁନ 2 ଜଣ ଯାକ ମୋବାଇଲ ସୁଇଚ୍ ଅଫ୍ କରିକି ଆସିଲେ ଫେଣେ ସିନା ପଳେଇବି ଏବେ ଆସିଲେ କଣ ଫେରେଇ ହେଇପାରିଲା ନାହିଁ ସେ ଧମକେଇଲେ ମୋ ସ୍ୱାମୀ ଟାକୁ ଯେତେବେଳେ ଭଲ ମନ୍ଦ କରିଦେବେ ମୁଁ କାହା ନେଇ ଚଳିବି କହିଲ